श्रद्धेयने ज्ञानी गुणी मंडली आज मालिका वचन को आपण मानक स्वागत जनाऊँ। आज मालिका वचन रे आम आलोचना करिया जाऊँचे महापुरुष अच्युतानंद मालिकार नाम है 64 पटल। ये 64 पटलर विंश पटल ऊनविंश पटल आम आलोचना कर विंश पटलर विषय कौन सुधेयाने शिष्य रामचंद्र अच्युतानंद को पचारे बोले गुरुदेव महामुनि व्यासदेव 4 जुगर बयस मान आलोचना कर 4 जुगर बयस केते सत्य जुगर आयु 4 जुगर आयु निर्धारण कर सत्य जुगर आयु केते ना 17,28,000 वर्ष। त्रेतया जुगर आयुष केते ना 12,96,000 वर्ष। द्वापर जुगर आयु केते ना 8,64,000 वर्ष। सत्य जुगर आयु 17,28,000 वर्ष भोग ही गला परे तापर तृतीय जुग आरंभ होइछि। तृतीय जुगर आयुष 12,96,000 वर्ष परे तापर द्वापर जुग आरंभ हैला। द्वापर जुगर आयुष 8,64,000 भोग हैला परे तापर कली जुग आरंभ हैला। आ कली जुगर आयुष महामुनि व्यासदेव लिखिछन्ति केते अच्युत कहले 4 लाख जे 32 सहस्र कली जुगर अटई आयुष कली जुगर अटई आयुष कली जुगर शिष्य रामचंद्र कहले कहले गुरुदेव कलिजुगर आयुष महामुनि व्यासदेव निर्धारण कर 4,32,000 वर्ष कलिजुगर आयुष कि आपण कौन कहते आज रामचंद्र रे ये कलिजुगर आयुष 4,32,000 वर्ष भोग हबनी। 4,32,000 वर्ष कलिजुगर आयुष भोग हेब नाही। जिमिति सत्य जुगर आयुष 17,28,000 वर्ष भोग होइछि ना नहीं होइछि। तृतीय जुगर आयु 12,96,000 वर्ष भोग होइछि। द्वापर जुगर आयु 8,64,000 वर्ष भोग होइछि। किंतु हे गुरुदेव कलिजुगर आयुष कहीं 4,32,000 वर्ष भोग हेबनी। भोग हेबा कथा कहीं भोग हेबनी ना पाप भारा रे आयु तोटी जीवा 5 सहस्र कली भोग होइब 5 सहस्र कली भोग होइब 5 सहस्र कली भोग होइब। अच्युतानंद महापुरुष कहले रामचंद्र कहीं भोग हेबनी कलिजुगर संपूर्ण 4,32,000 आयु जानी कहीं ना पाप भारा रे आयु तोटे जीव पाप जोगु कलिजुगर मनीष करुथिबा पाप कर्म जोगु कलिजुगर आयुष कटिजीव बहुत कटिजीव 4,32,000 वर्ष भोग हेबनी ना पाप जोगु कौन जुगर आयुष कटे ना प्रमाण ना त्रेतया जोगे रावण बहुत कला 56 घंटा जोग को बरसे पाइला 56 घंटा जोग को बरसे पाइला 56 घंटा जोग को बरसे पाइला। त्रेतया जुगरे रावण बहु तप करिथिला आ बहु तप करी ब्रह्मांग ठारू रावण बर पाइथिला। कि बर पाइथिला गुरुदेव ना बर अमर बरंग बरंग नुह किंतु अमर बर सहित समकक्ष से बड़ी बर ब्रह्मा ताकू देइथिले। 56 गंडा जुग रे रावण तू भोग करिबु। गंडाई जुग का कहती सत्य त्रेतया द्वापर कली 4टा जुग गंडाई जुग कहते ये 56 गंडा जुग तू भोग करू दे रावण मोर पाई
କିନ୍ତୁ ହେ ସୁଧି ଜାନେ ରାବଣ ଭୋଗ କରିପାରିଲା? ଭୋଗ କରିପାରିଲା ନା? କାହିଁକି ଭୋଗ କରିପାରିଲା ନାହିଁ? ବୋଲିଏ ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ଜୟ। ସୁଧି ଜାନେ ଜ୍ଞାନୀ ଗଣୀ ମଣ୍ଡଳୀ, ଆଜିର ମାଳିକା ବଚନରେ ଆମେ ଆଲୋଚନା କରୁଛେ ବିଷୟ କ'ଣ ନା ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ମାଳିକାର ନାମ ହେଲା 64 ପଟଳ। ଆଉ ଏ 64 ପଟଳର ବିଂଶ ପଟଳ ବିଷୟ କ'ଣ ନା କଳିଯୁଗର ଆୟୁଷ 4,32,000 ବର୍ଷ ଭୋଗ ହେବ ନାହିଁ। କାହିଁକି ଭୋଗ ହେବନି ନା ପାପ କଳିଯୁଗର ମଣିଷ କରୁଥିବା ଯୋଗୁଁ କଳିଯୁଗର ଆୟୁଷ କ୍ଷୟ ହେଇଯିବ। ବହୁତ ପାପ ଯୋଗୁଁ କ'ଣ ଯୁଗର ଆୟୁଷ କ୍ଷୟ ହେବ? ପ୍ରମାଣ କ'ଣ? ମହାପୁରୁଷ କହୁଛନ୍ତି ତ୍ରେତେୟା ଯୁଗେ ରାବଣ ବହୁ ତପ କରି 56 ଗଣ୍ଡା ଯୁଗ ଭୋଗ କରିବ ବୋଲି ବ୍ରହ୍ମାଙ୍କଠାରୁ ବର ପାଇଥିଲା। କିନ୍ତୁ ଭୋଗ କ'ଣ କରିପାରିଲା ନା? କାହିଁକି ଭୋଗ କରିପାରିଲା ନାହିଁ? ଆପେ ଯେ ଜଗତ ମାତା ଜନକର ଦିନେ ବଳି ହରିଲା ତାକୁ ବିଂଶ ନେତ୍ର ପୁଣି ବଳେ ହରିଲା ତାକୁ ବିଂଶ ନେତ୍ର ପୁଣି ବଳି ହରିଲା ତାକୁ ବିଂଶ ନେତ୍ର ପୁଣି ସାଧୁ ସନ୍ଥ ମାନଙ୍କ ଉପରେ ଅତ୍ୟାଚାର କଲା। ରାବଣ କରୁନଥିଲା? ସାଧୁ ସନ୍ଥ ମାନଙ୍କ ଉପରେ ଅତ୍ୟାଚାର କଲା। ଦେବତା ମାନଙ୍କୁ ଆଣିକି ତାକୁ ପାଦରେ ନିଜ ଆଜ୍ଞାରେ ଖଟେଇଲା। ମୁଁ ଯାହା କହିବି ସେଇ ଅନୁସାରେ କାମ କରିବ। ଏ କୁବେର ଯେତେବେଳେ ଧନ ମାଗିବି ସେତେବେଳେ ଦବୁ ନାଇଁ। ହେ ଇନ୍ଦ୍ର ଯେତେବେଳେ ମୁଁ ଚାହିଁବି ତୁ ସେତେବେଳେ ବର୍ଷା କରିବୁ। ହେ କ'ଣ ନା ହେ ସୂର୍ଯ୍ୟ ଯେତେବେଳେ ମୁଁ ଚାହିଁବି ସେତେବେଳେ ଆଲୋକ। ଅନ୍ଧାର ମୋଟେ ଲଙ୍କା ପୁରୀ ହେବନି ମୋ ସ୍ୱର୍ଣ୍ଣମୟୀ ଲଙ୍କା ନାଇଁ, ଅନ୍ଧାର ହେବ ନାହିଁ। ହେ ଚନ୍ଦ୍ର ଦେବତା ସବୁବେଳେ ତୁମକୁ ମୁଁ ନିର୍ଦ୍ଦେଶ ଦେଉଛି ରାତିରେ ଆଲୋକମୟ କରି ରଖିବ। ଅମାବାସ୍ୟା ଫମାବାସ୍ୟା କି ଜଣ ସବୁବେଳେ ଆଲୋକିତ ହେବ ମୋ ଲଙ୍କା ପରି। ଏ ବ୍ୟତିକ୍ରମ ପ୍ରକୃତିର ନିୟମ ବିରୁଦ୍ଧରେ ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ସବୁ କାମ ନିଜ ଇଚ୍ଛା ଅନୁସାରେ କରିଲା। ଜାଣିଛନ୍ତି ମହାଜ୍ଞାନୀ ରାବଣ ବିଶ୍ୱର ଋଷିଙ୍କର ନୈଷ୍ଠିକ ବ୍ରାହ୍ମଣ ପୁତ୍ର ଜାଣିଥିଲା ଯେ କେତେବେଳେ କ'ଣ କେଉଁ ଗ୍ରହ କେଉଁ ଘରେ ରହିଲେ ତାର ଫଳ କ'ଣ ଫଳେ, ବ୍ୟକ୍ତି ଉପରେ ତାର କି ପ୍ରଭାବ ପଡ଼େ। ତ ସେଇଥିପାଇଁ ତ ନିଜ ଇଚ୍ଛା ଅନୁସାରେ ଗ୍ରହମାନଙ୍କୁ ଚଳିବା ପାଇଁ ରାବଣ ନବଗ୍ରହକୁ ଆଣିକି ବନ୍ଦୀ କରି ରଖିଥିଲା। ମହାଜ୍ଞାନୀ ସେ ମହାନ ଜ୍ୟୋତିଷ ଶାସ୍ତ୍ରରେ ଥିଲା ରାବଣ ନୁହେଁ। ଏ କଥା ଆମେ ଜାଣିଛେ ଅଳ୍ପ ବହୁତ। ଏ ସୁଧି ଜାଣି ତ ସେଇଥିପାଇଁ ନବଗ୍ରହକୁ ମାନଙ୍କୁ ଆଣି ବନ୍ଦୀ କରି ଶନି ଗ୍ରହକୁ ତ ପାଦ ତଳେ ରଖିଥିଲା। ଶୁଣିଛି କୁଆଡ଼େ ଯାହା ଉପରେ ତୋର ଶନି ଯେତେବେଳେ ଶନି ଦୃଷ୍ଟି ପଡ଼ିବ, ତମେ ଯେତେବେଳେ ପ୍ରବେଶ କରିବ କୌଣସି ରାଶିରେ ବା କୌଣସି ରାଶିରେ ସେତେବେଳେ ତାର ଖରାପ ସମୟ ଆସିବ। 7.5 ଶନି। ସେଇଥିପାଇଁ ଶନି ଗ୍ରହକୁ ଆଣି ପାଦ ତଳେ ରଖା। ଯିବୁ କୁଆଡ଼େ ମୋ ଉପରେ ଦୃଷ୍ଟି ପକେଇବୁ। ହେ ଜ୍ଞାନୀ ଗୁଣୀ ମଣ୍ଡଳୀ, ତେଣୁ ରାବଣ ଏତେ ବଡ଼ ଜ୍ଞାନୀ ଥିଲେ ସୁଦ୍ଧା ମହାପୁରୁଷ କହୁଛନ୍ତି ଆହୁରି ମଧ୍ୟ ସେ କ'ଣ କହିଥିଲା ନା ମୁଁ ସମୁଦ୍ର ଜଳ ଯେଉଁ ଲୁଣିଆ ଅଛି ମୁଁ ତାକୁ ମଧୁର କରିଦେବି। ସେଇଥିପାଇଁ ତ ପ୍ରଭୁ ରାମ ଲକ୍ଷ୍ମଣକୁ ପଠେଇଥିଲେ ରାବଣ ଠାରୁ ଉପଦେଶ ନେବା ପାଇଁ। ସମୁଦ୍ର ଜଳକୁ ଖାରର ମଧୁର କରିଦେବି, ସ୍ୱର୍ଗକୁ ନିଶୁଣି ସିଡ଼ି ବାନ୍ଧିଦେବି ନାଇଁ, ସ୍ୱର୍ଗକୁ ମୁଁ ସିଡ଼ି ବାନ୍ଧିଦେବି। ଆଉ କ'ଣ କରିବି ନା ରାବଣ ଇ ମଧ୍ୟ ଇଚ୍ଛା କରିଥିଲା ସ୍ୱର୍ଗ ମଣିଷ ମଲା ପରେ ସ୍ୱର୍ଗକୁ ଯିବ, କିନ୍ତୁ ବଞ୍ଚିଥିଲା ଅବସ୍ଥାରେ ସେ ସ୍ୱର୍ଗକୁ ମୁଁ ସିଡ଼ି ବାନ୍ଧିଦେବି। ବଞ୍ଚିଥିଲା ଅବସ୍ଥାରେ ସ୍ୱର୍ଗ ଦେଖିବ। ସମୁଦ୍ରର ଖାର ପାଣିକି ମୁଁ ମଧୁର କରିଦେବି, ମଧୁର ଜଳ ସେ ପିଇବ। ତେଣୁ ଏଭଳି କରିଥିଲେ ମଧ୍ୟ କରିପାରିଲା ନାହିଁ। କାହିଁ କରିପାରିଲା ନାହିଁ ନା 56 ଘଣ୍ଟା ଯୁଗ ଭୋଗ କରିବି ବୋଲି ମୋ ହାତରେ ଏତେ ସମୟ ଅଛି, ଆଉ କରିବି କେତେବେଳେ କରିଦେବି ଆଉ। କିନ୍ତୁ ଭୋଗ କରିପାରିଲା ନାହିଁ 56 ଘଣ୍ଟା ଯୁଗ ବୋଲି ଏଇ ଯେଉଁ ସଂକଳ୍ପ ଏଇ ଯେଉଁ ଇଚ୍ଛା କରିଥିଲା ତା ପୂରଣ କରିପାରିଲା ନାହିଁ। କେତେ ଭୋଗ କଲା? କେତେ ଘଣ୍ଟା ଯୁଗ ନା 14 ଘଣ୍ଟା ଯୁଗ ଭୋଗ କଲା ନୁହେଁ। 56 ଘଣ୍ଟା ଯୁଗ ଭୋଗ ନ କରିପାରି 14 ଘଣ୍ଟା ଯୁଗ ଭୋଗ ପରେ ରାମଙ୍କ ହାତରେ ମଲା। ଭୋଗ କରିପାରିଲା ନାହିଁ। ସେଇ ନ୍ୟାୟରେ ଅଚ୍ୟୁତାନନ୍ଦ ମହାପୁରୁଷ ରାମଚନ୍ଦ୍ର କହୁଥିଲେ ବାବୁରେ ପାପ ଭାରାରେ ଆୟୁ ତୋଟି ଜୀବ 5 ସହସ୍ର କଳି ଭୋଗ ହୋଇବ। 5 ସହସ୍ର କଳି ଭୋଗ ହୋଇ
ହୋଇବା ପାଞ୍ଚ ସହସ୍ର କଳି ଭୋଗ ହୋଇବା। ମହାପୁରୁଷ କହିଲେ ରାମଚନ୍ଦ୍ରରେ ତ ସେଇଭଳି ପାପ ଭାରାରେ ଆୟୁତଟି ଯିବ। କଳିଯୁଗର ମଣିଷ ରାବଣ ଭଳି ପାପ ଅଧର୍ମ ଅନୀତି କରୁଥିବା ଯୋଗୁଁ ରାବଣ ଯେମିତି 56 ଗଣ୍ଡା ଯୁଗ ବର ପାଇଥିଲା ଭୋଗ କରିବ ବୋଲି ଭୋଗ ନ କରିପାରି 14 ଗଣ୍ଡା ଯୁଗ ଭୋଗ ପରେ ମଲା। ତ ସେଇଭଳି ଭାବ